କିପରି ହୋଇଥିଲା ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ଆସନ୍ତୁ ଜାଣିବା। 21 ମେ 1991ରେ ତାମିଲନାଡୁର ପେରମ୍ବୁଦୁରର ଏକ ସଭାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଏକ ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛରେ ଥିଲା LTTEର ହାତ, ଯାହାକି ଶ୍ରୀଲଙ୍କା ସଶସ୍ତ୍ର ତାମିଲ ସଂଗଠନ ଥିଲା। ସେମାନେ ଭାରତ ସରକାରଙ୍କୁ ଶ୍ରୀଲଙ୍କାରେ ଭାରତୀୟ ଶାନ୍ତିରକ୍ଷା ବାହିନୀର କାର୍ଯ୍ୟକଳାପକୁ ବିରୋଧ ତଥା ଦୋଷାରୋପ କରିଥିଲେ। ଭାରତୀୟ ଶାନ୍ତିରକ୍ଷା ବାହିନୀ LTTE ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହାତକୁ ନେଇଥିଲେ। ଏହି କାରଣରୁ LTTE ଏକ ଷଡ଼ଯନ୍ତ୍ର କରିଥିଲା ଏବଂ ତାଙ୍କର ଏକ ମହିଳା ସଦସ୍ୟା ହେନୋଜି ଗାୟତ୍ରୀ ରାଜରତ୍ନମଙ୍କୁ ଆତ୍ମଘାତୀ ଆକ୍ରମଣକାରୀ ଭାବେ ଭାରତକୁ ପଠାଯାଇଥିଲା। ତାମିଲନାଡୁର ସେହି ସଭାରେ ଏହି ମହିଳା ଜଣକ ରାଜୀବ ଗାନ୍ଧୀଙ୍କୁ ମାଳା ପିନ୍ଧାଇବା ବାହାନାରେ ତାଙ୍କ ନିକଟକୁ ଯାଇଥିଲା ଏବଂ କିଛି ସମୟ ପରେ ନିଜ ଶରୀରରେ ଧାରଣ କରିଥିବା ବୋମାକୁ ବିସ୍ଫୋରଣ କରିଦେଇଥିଲା। ସେହି ବିସ୍ଫୋରଣରେ ରାଜୀବ ଗାନ୍ଧୀଙ୍କ ସହିତ ମୋଟ 16 ଜଣଙ୍କ ମୃତ୍ୟୁ ହୋଇଥିଲା। ଏହିଭଳି ଇଣ୍ଟରେଷ୍ଟିଂ ଓ ଇନଫର୍ମେଟିଭ ଭିଡ଼ିଓ ନିଜେ ଦେଖନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ ଦେଖାନ୍ତୁ ଏବଂ ଭିଡ଼ିଓଟି ଯଦି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ବିଲକୁଲ ଭୁଲନ୍ତୁ ନାହିଁ। ରହୁଛି, ନମସ୍କାର।